ବାପ୍ତିସ୍ମ ଦିଅନ୍ତି ସେହି ବ୍ୟକ୍ତି। ଆଉ ମୁଁ ତାଙ୍କୁ ଦେଖିଅଛି ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଯେଉଁ ଭଉଣୀ ପାଠ କଲେ ତାଙ୍କ ସେବା କାର୍ଯ୍ୟରେ ବା ତାଙ୍କ ପରିବାରକୁ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଯୋଉ ଆମେ ଯୋଉ ପାଠ ଯୋଉ କଲୁ, ଜିସସ୍ ଇଜ ଦ ଲ୍ୟାମ୍ବ ଅଫ ଗଡ, ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କର ଗୋଟିଏ ମେଷ ଶାବକ। ଆଜି ସେହି ଉପରେ ଆମେ ଚର୍ଚ୍ଚା କରିବା। ଅବଶ୍ୟ ଯୋହନ ଯୀଶୁ ଖ୍ରୀଷ୍ଟଙ୍କର ବାପ୍ତିସ୍ମ ବିଷୟରେ ସେ ଉଲ୍ଲେଖ କରନ୍ତି ନାହିଁ। ଆମେ ଦେଖୁ କି ଗତ ଥର ଆମେ ତାହା ପଢିଲୁ କି ଆଉ ଏହି ଯୋହନ ପୁସ୍ତକରେ ଲାଜାରଙ୍କର ମୃତ୍ୟୁ ପଡ଼ି ତାଙ୍କର ପୁଣି ପୁନର୍ବାର ତାଙ୍କୁ ଯୋଉ ଜୀବନ ଦିଆ ହଉଛି ସେହି ବିଷୟରେ ଲେଖା ଅଛି, କିନ୍ତୁ ଅନ୍ୟାନ୍ୟ ପୁସ୍ତକରେ ତାହା ଲେଖାଯାଏ ନାହିଁ। ଯୋହନ ଏ ଯୋଉ କହନ୍ତି, ଦେଖ ଈଶ୍ୱରଙ୍କର ମେଷ ଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି। କାହିଁକି ଯୋହନ ଆଉ ଯୀଶୁଙ୍କୁ ଗୋଟିଏ ପରମେଶ୍ୱରଙ୍କର ମେଷ ଶାବକ ଭାବରେ ସେ ଏଡ୍ରେସ୍ କରନ୍ତି ବା ଦେଖନ୍ତି। ହେଇପାରେ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ବାପ୍ତିସ୍ମ ପରେ, ବା ହେଇପାରେ ଯେତେବେଳେ ସେ ଜଙ୍ଗଲରେ 40 ଦିନ ପର୍ଯ୍ୟନ୍ତ ଶୈତାନଙ୍କ ଦ୍ୱାରା ପରୀକ୍ଷିତ ହେଲେ, ତାପରେ ହିଁ ଆଉ ଯୋହନ ଏହି ବିଷୟ ସେ କହନ୍ତି। ଯୋହନଙ୍କ ମନ ମଧ୍ୟରେ ଯେତେବେଳେ ସେ କହନ୍ତି କି ଦେଖ, ଆଉ ସେ ଅଛନ୍ତି ପରମେଶ୍ୱରଙ୍କର ମେଷ ଶାବକ, ତାର ଅର୍ଥ ସେ ହଉଛନ୍ତି ଜଗତର ପତନାବଧି ପୂର୍ବରୁ ବଧ କରାଯାଇଥିବା ମେଷ ଶାବକ। ଆମେ ଜାଣୁ କି ପ୍ରଥମ ମେଷ ଯେତେବେଳେ ହବା ପୁଣି ଆଦମ ପାପ କଲେ, ଆଉ ପ୍ରଭୁ ସେମାନଙ୍କୁ ପୁନର୍ବାର ଆଣିବା ପାଇଁ ଆଉ ସେମାନଙ୍କର ଯୋଉ ବସ୍ତ୍ର ଉଲଗ୍ନତାକୁ ଘୋଡ଼ାଇବା ପାଇଁ ଆଉ ସେଇ ଏଦନ ଉଦ୍ୟାନରେ ଗୋଟିଏ ପଶୁକୁ ବଧ କରାଯାଇଥିଲା। ଆଉ ସେହି ପଶୁ, ସେହି ମେଷ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ସେ ହଉଛନ୍ତି ସେହି ମେଷ ଶାବକ ଯାହାଙ୍କୁ ଈଶ୍ୱର ନିଜେ ଅବ୍ରାହମଙ୍କ ପାଇଁ ଇସାହାଙ୍କ ବଦଳରେ ଯୋଗାଇଥିଲେ। ଯେତେବେଳେ ଆପଣ ପଢିବେ ଆଦି ପୁସ୍ତକ ତାର 22:7 ଟିକେ ପଢିଦେବେ କି? ଆଦି ପୁସ୍ତକ ତାର 22:7। ଆଉ ଇସାକ ଆପଣା ପିତା ଅବ୍ରାହମକୁ ଡାକି କହିଲା, ହେ ମୋହର ପିତ। ତହିଁରେ ସେ ଉତ୍ତର କଲେ, ପୁତ୍ର, ଦେଖ ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏଇ ଦେଖ ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ? ଆଉ ଅନେକ ପ୍ରଭୁଙ୍କର ଲୋକମାନେ କହନ୍ତି, ଯେଉଁ ସମୟରେ ଇସାହାଙ୍କୁ ସେ ଯୋଉ ପାହାଡକୁ ଯୋଉ ନିଆ ହୋଇଥିଲା, ଆଉ ସେ ସମୟରେ ସେ ଛୋଟ ଅବସ୍ଥାରେ ନଥିଲେ। କମ ସେ କମ କହନ୍ତି କି ମିନିମମ୍ ତାଙ୍କର ବୟସ 30 ବର୍ଷର ଉପରେ ହିଁ। ଆଉ ଅବ୍ରାହମ ପରମେଶ୍ୱରଙ୍କ ପ୍ରତି ଏତେ ପ୍ରେମ ସେ କରନ୍ତି, ସେ ପ୍ରଭୁଙ୍କୁ ସବୁ କିଛି ଦେବା ପାଇଁ ଚାହାନ୍ତି। ଏତେ ଗଭୀର ପ୍ରେମ। ଆଉ ପ୍ରଭୁ ତାଙ୍କୁ ପରୀକ୍ଷା କଲେ, ଆଉ ସେ ଅବ୍ରାହମକୁ ଯେଉଁ ପୁତ୍ର ଦେଇଥିଲେ, ସେ ତାଙ୍କର ସେ ପୁତ୍ରକୁ ସେ ପ୍ରେମ କରନ୍ତି କି ସେ ପରମେଶ୍ୱରକୁ ଅଧିକ ପ୍ରେମ କରନ୍ତି। ସେଥିପାଇଁ ପ୍ରଭୁ କହିଲେ କି ତୁମ୍ଭର ପୁତ୍ରକୁ ଆମ୍ଭକୁ ଦିଅ। ପ୍ରଭୁ କେବେ ନରବଳି ଚାହାନ୍ତି ନାହିଁ, ନରବଳି। କିନ୍ତୁ ବାସ୍ତବରେ ଆଜି ପ୍ରଭୁ ଅବ୍ରାହମକୁ ସେ ହିସାବରେ ପରୀକ୍ଷା ସେ କରନ୍ତି। ପ୍ରିୟ ବନ୍ଧୁଗଣ,
ଆଉ ଇସାହାକ ଦେଖନ୍ତି କି ଯେଉଁ ଯେତେବେଳେ ପାହାଡ଼ରେ ପହଞ୍ଚିଲେ ତାପରେ ହେଇପାରେ ଆଉ ଅବ୍ରାହମଙ୍କ ମନ ମଧ୍ୟରେ ବି କିଛି ସଂକୋଚ ନାହିଁ କି ମେଷ ଏବେ ତ ତାଙ୍କର ପୁତ୍ର ହିଁ ଅଛନ୍ତି, କିନ୍ତୁ ଇସାହାକ କହନ୍ତି କି ପିତା କି ସବୁ ତ କାଠ ଅଛି, ଅଗ୍ନି ବି ଅଛି, କିନ୍ତୁ ମେଷ କେଉଁଠି? ଏଇ ଯୋଉ ମେଷ ଆମେ ଦେଖିଲୁ କି ଯେତେବେଳେ ସେ ଇସାହାକୁ ବଧ କରିବା ପାଇଁ ଚାହିଁଲେ, ତାପରେ ପ୍ରଭୁ ଗୋଟେ କଥା କହିଲେ କି ଆମ୍ଭେ ଆଉ ତୁମକୁ ଦେଖିଲୁ ତୁମେ ଯୋଉ ଏତେ ଯୋଉ ପ୍ରେମ କରୁଅଛ ଆପଣ ପୁତ୍ର ଉପରେ ଆଉ ତାଙ୍କ ଉପରେ ହସ୍ତ ରଖ ନାହିଁ, କିନ୍ତୁ ଦେଖ ଆଉ ତାଙ୍କର ସେ ବୁଦାରେ ଆଉ ଗୋଟିଏ ମେଷ ଥିଲା। ଏତେ ବଡ଼ ଜଙ୍ଗଲ ବା ପାହାଡ଼ରେ ସେ ମେଷ ଆସିଲା କୋଉଠୁ? କିନ୍ତୁ ସେ ମେଷ ହଉଛି ଈଶ୍ୱରଙ୍କର ଦେଇଥିବା ଏକ ମେଷ, ଆଉ ଯାହା ଇସାଙ୍କ ବଦଳରେ ପରମେଶ୍ୱର ଅବ୍ରାହମକୁ ଦେଲେ। ଏ ଯୋଉ ମେଷ, ହି ଇଜ ଦ ପାସଓଭର ଲ୍ୟାମ୍ବ ଫର ଇସ୍ରାଏଲ। ସେ ଇସ୍ରାଏଲର ନିସ୍ତାର ପର୍ବର ପ୍ରଥମ ମେଷ ଶାବକ। ସେହି ସମୟରେ ଯେତେବେଳେ ଜିହୁଦୀ ମାନେ ଆଉ ସେମାନେ ପ୍ରତ୍ୟେକ ଘରେ କଣ ଗୋଟିଏ ମେଷକୁ ସେମାନେ ପାଳନ କରୁଥିଲେ। ଯେଉଁ ହିସାବରେ ସେମାନେ ନିଜର ପୁତ୍ର କନ୍ୟାମାନଙ୍କୁ ପ୍ରେମ କରୁଥିଲେ, ସେହି ହିସାବରେ ସେ ମେଷମାନଙ୍କୁ ମଧ୍ୟ ଗୋଟିଏ ନିଜର ପରି, ନିଜର ପିଲାମାନଙ୍କ ପରି, ନିଜର ସଦସ୍ୟମାନଙ୍କ ପରି ସେମାନେ ପ୍ରେମ କରୁଥିଲେ। ପ୍ରିୟ ବନ୍ଧୁଗଣ, ବାସ୍ତବରେ ଆମେ ଜାଣୁ କି ସେଇ ନିସ୍ତାର ପର୍ବ ପ୍ରଭୁ 9ଗୋଟି ଚମତ୍କାର କର୍ମ କଲା ପରେ ଇସ୍ରାଏଲ ମାନଙ୍କର ସେହି ମିଶ୍ରରୁ ଦାସତ୍ୱରୁ ଆଉ କଣ ହେଇକି ସେମାନେ ସେଇଠୁ ଆଉ ଆଜାଦି ହେଇପାରିନାହାନ୍ତି, ସେଇଠୁ ବାହାରି ପାରିନାହାନ୍ତି, ସେମାନଙ୍କର ଉଦ୍ଧାର ହେଇନାହିଁ। ଯେତେବେଳେ ସେ ମେଷକୁ ପ୍ରଭୁ କହିଲେ କି ସେ ମେଷକୁ ତୁମେ କଣ କରିବ? ବଧ କରିବ, ପୁଣି ତାହାର ଘରର ଯୋଉ ଚୌକଟ ବାଜୁ ବନ୍ଦ ଯେତେବେଳେ ଲଗା ହେବ, ରକ୍ତକୁ ଲଗା ହେବ, ତାର ରକ୍ତକୁ ଯେତେବେଳେ ଲଗା ହେବ, ଆଉ ସଂହାରକ ଦୂତ ଏବେ ପୁଣି ଯିବେ, ଆଉ ଯେଉଁ ବାଜୁବନ୍ଧରେ ସେ ରକ୍ତ ଲଗା ଯାଇନାହିଁ, ଆଉ ସେଇ ଗୃହରେ କଣ ହେବ? ମୃତ୍ୟୁ ବଣ ହେବ। ଆମେ ଦେଖୁ କି ଫିରୋନଙ୍କର ପୁତ୍ର ଠାରୁ ଆରମ୍ଭ କରି ପ୍ରତ୍ୟେକ ଲୋକମାନଙ୍କର ମୃତ୍ୟୁ ହେଇଥିଲା, କିନ୍ତୁ କୌଣସି ସେଦିନ ଇସ୍ରାଏଲୀୟ ମାନଙ୍କର ଘରେ ମଧ୍ୟ କୌଣସି ମୃତ୍ୟୁ ହୋଇନଥିଲା। ଏ ସେହି ଇସ୍ରାଏଲର ନିସ୍ତାର ପର୍ବର ମେଷ। ଯେତେବେଳେ ଲେବୀୟ ମାନେ ପରମେଶ୍ୱରଙ୍କ ନିମନ୍ତେ ଦଶାର୍ଥକ ବଳି ପାଇଁ ସେମାନେ ବଳି କରୁଥିଲେ, ଆଉ ସେମାନେ ମେଷକୁ ଆଣି ବଳି କରୁଥିଲେ, ଆଉ ଏହି ବି ସେହି ଲେବୀୟ ମାନଙ୍କ ପାଇଁ ମଧ୍ୟ ଦଶାର୍ଥକ ପାଇଁ ଏହି ମେଷ ଅର୍ଥାତ ଏଇ ଯୀଶୁ ଖ୍ରୀଷ୍ଟ ହିଁ ମେଷ ଥିଲେ। ଯେତେବେଳେ ଆମେ ପଢୁଛୁ ଜିସାୟା ପୁସ୍ତକ ଆଉ ତାର 53 ଅଧ୍ୟାୟ ଲେଖା ଅଛି, ସେ ଜିସାୟାଙ୍କ ମଧ୍ୟରେ ମଧ୍ୟ କହନ୍ତି ବଧ ପାଇଁ ମେଷ ଶାବକ, ପୁଣି କେଶ କାଟିବା ପ୍ରସ୍ତୁତ। ତ ଏହି ଜିସାଙ୍କ ସମୟରେ ମଧ୍ୟ ସେ କହନ୍ତି କି ଏହି ଦେଖ ସେ ମେଷ। ବନ୍ଧୁଗଣ, ଏଇଠି ଆମେ ଦେଖୁଛୁ କି ଜହନ କହନ୍ତି 30 ପଦରେ ମୋ ଉତ୍ତାରେ ସିଏ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଲି ସେ ଏହି। ଆମେ ଜାଣୁ ଯୀଶୁଙ୍କ ପୂର୍ବରୁ ଜହନ 6 ମାସ ପୂର୍ବରୁ ସେ ଜନ୍ମ ହେଇଥିଲେ, ଆଉ ଯୀଶୁ ଖ୍ରୀଷ୍ଟଙ୍କର ସେବା ପୂର୍ବରୁ ଜହନଙ୍କର ଅନେକ ଶିଷ୍ୟ ମାନେ ଥିଲେ। ଅନେକ କହନ୍ତି ଏ ଯୋଉ ପିତର ବା ଜହନ ବା ଯେତେ ସେମାନଙ୍କର ଯୋଉ ଶିଷ୍ୟମାନେ, ଏମାନେ ଆଉ ପ୍ରଥମେ ଜହନ ବାପ୍ତିସ୍ମ ଜହନଙ୍କର ଶିଷ୍ୟମାନେ ଥିଲେ। ଆଉ ଜହନ ଜାଣନ୍ତି କି ମୋ ପୂର୍ବରୁ ଆଉ ଯୀଶୁ ସେ କଣ ଅଛନ୍ତି, ମୋ ପୂର୍ବରୁ। ଯେମିତି ଆମେ ସେଦିନ ପଢୁଥିଲୁ କି ଯୀଶୁ ଯୋଉ କହନ୍ତି କି ତାର 8:58 ଅବ୍ରାହମଙ୍କ ପୂର୍ବରୁ ଆମ୍ଭେ ଅଛୁ। ଏଇ ଯୋଉ ନିୟମ, ଏଇ ଯୋଉ ମେଷ, ଏହା ହଉଛି ଶେଷ ବଳିଦାନ ଓ ନୂତନ ନିୟମର ମେଷ।
ଯେତେବେଳେ ଆମେ ପଢୁଛୁ ଲୁକ ତାର 22:20 ଟିକେ ପଢିବେ କି? ଲୁକ ତାର 22:20 ଭଜନ ଭଜନ ଉତ୍ତାରେ ସେହିପରି ସେ ପାନପତ୍ର ଘେନି କହିଲେ, ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ରକ୍ତରେ ସ୍ଥାପିତ ନୂତନ ନିୟମ, ଅର୍ଥାତ ଏହା ହେଉଛି ଶେଷ ବଳିଦାନ ଏବଂ ନୂତନ ନିୟମ। ମୁଁ କହୁଥିଲି କି କାହିଁକି ଜହନ ଯୀଶୁଙ୍କୁ ପରମେଶ୍ୱରଙ୍କର ମେଷ ଶାବକ ବୋଲି କହିଲେ? ପ୍ରିୟ ବନ୍ଧୁଗଣ, ଜହନ ଜାଣନ୍ତି ଏ ଯୀଶୁ ସେ ସାଧାରଣ ନୁହନ୍ତି, ଆଉ ସେ ପରମେଶ୍ୱରଙ୍କର ଗୋଟିଏ ମେଷ ଶାବକ। ପ୍ରଥମ ପଏଣ୍ଟ ହେଉଛି ପୁରାତନ ନିୟମରେ ଆଉ ଯେତେବେଳେ ସେମାନେ ଗୋଟେ ବଳି ଦେଉଥିଲେ ପ୍ରାୟଶ୍ଚିତ କରିବା ପାଇଁ, ଆଉ ସେଇ ସମୟରେ ଆମେ ଦେଖିଲୁ ପ୍ରଥମ ଥର ଯୋଉ ଆଉ ନିର୍ଗମନ ପୁସ୍ତକ ତାର 12 ଯୋଉ ଅଧ୍ୟାୟ ଯୋଉ ପଢିଲୁ, ଯୋଉମାନେ କି ଆମେ ଯୋଉ ପଢିଲୁ କି କିଭଳି କି ଇସ୍ରାଏଲ ଲୋକମାନେ ଆଉ ବାସ୍ତବରେ ସେ ନିସ୍ତାର ପର୍ବ ନିମନ୍ତେ ଆଉ ସେମାନେ ବଳି ଦେଇଥିଲେ। ତାପରେ ହିଁ ସେମାନେ ସେହି ବାଜୁ ବନ୍ଦରେ ମାନେ ରକ୍ତ ଲାଗିଲା ପରେ ହିଁ ପ୍ରତ୍ୟେକ ଇସ୍ରାଏଲ ମାନଙ୍କର ଦାସତ୍ୱରୁ ସେମାନେ ଉଦ୍ଧାର ପାଇଲେ। ପୁଣି ଦ୍ୱିତୀୟରେ କେବଳ ଉଦ୍ଧାର ପାଇଲେ ନାହିଁ, ସେମାନଙ୍କର ଯୋଉ ନ୍ୟାୟରୁ ସେମାନେ କଣ କଲେ? ଉଦ୍ଧାର ପାଇଲେ। ଦ୍ୱିତୀୟରେ ଯେତେବେଳେ ଆମେ ଲେବୀୟ ପୁସ୍ତକ ତାର 4:16 ପଢୁଛୁ, ଆଉ ସମସ୍ତେ ଲେବୀୟ ମାନେ ନିଜ ନିଜର ପାପ ନିମନ୍ତେ ଲେଖା ଅଛି କି ପାପ ନିମନ୍ତେ ସେମାନେ ମେଷ ମାନଙ୍କୁ ବଧ କରୁଥିଲେ। ପୁଣି ଜେରୁସାଲାମ ସେଇ ସମୟରେ ଆଉ ପ୍ରତ୍ୟେକ ତାଙ୍କ ସେ ମନ୍ଦିରରେ ପ୍ରତ୍ୟେକ ଦିନ ପୁଣି ପ୍ରତ୍ୟେକ ସନ୍ଧ୍ୟାରେ ସେମାନେ ମେଷ ମାନଙ୍କୁ ବଳି ଦିଆହଉଥିଲା ବା ବଳି ଉତ୍ସର୍ଗିତ କରାହଉଥିଲା। ଜେରୁସାଲାମ ଯେତେବେଳେ ମନ୍ଦିରରେ ଆମେ ଦେଖୁଛୁ, ଯେତେବେଳେ ସେମାନେ ମେଷକୁ ବଳି କରୁଥିଲେ, ତାର ଅର୍ଥ ମନ୍ଦିରର ବଳିଦାନ କିଛି ସମୟ ପାଇଁ ପାପକୁ ଆଚ୍ଛାଦନ କରୁଥିଲା। ସେମାନେ ଭାବୁଥିଲେ କି ଯେଉଁ ମନୁଷ୍ୟ ଯୋଉ ପାପ କରେ, ପାପ ନିମନ୍ତେ ଆଉ ସେମାନେ କଣ କରୁଥିଲେ କି ଏହି ମେଷ ମାନଙ୍କୁ ଆଣି ଆଉ ସେହି ଜାଗାରେ ସକାଳ ସମୟରେ ପୁଣି ସନ୍ଧ୍ୟା ସମୟରେ ଏହି ମେଷ ମାନଙ୍କୁ ବଳି ଉତ୍ସର୍ଗିତ କରାହଉଥିଲା। ପ୍ରିୟ ବନ୍ଧୁଗଣ, ଏବ୍ରୀ ତାର 10 ଅଧ୍ୟାୟ 4 ପଦରେ ଲେଖା ଅଛି, ପଢିବେ କି? ଏବ୍ରୀ ପୁସ୍ତକ ତାର 10 ଅଧ୍ୟାୟ 4 ପଦ। କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ଜାଣୁ କି ଗୋଟିଏ ପଶୁର ରକ୍ତ କେବେ ହେଲେ ଅବଶ୍ୟ ମନୁଷ୍ୟ ଚେଷ୍ଟା କରେ, ସେ ନିଜେ ଭୁଲ କରେ, ନିଜେ କି ପରମେଶ୍ୱରଙ୍କର ବାକ୍ୟର ବିରୋଧରେ ସେ ଭୁଲ କରେ, କିନ୍ତୁ ଗୋଟିଏ ପଶୁକୁ ନିର୍ମମ ହତ୍ୟା କରି ଆଉ ପରମେଶ୍ୱରଙ୍କୁ କଣ ସେ ଗୋଟିଏ ଖୁସି କରିବା ପାଇଁ ଆଉ ସେ କଣ କରେ? ବଳି କରେ। କିନ୍ତୁ ଏହି ଆଉ ମେଷର ବଳି ଦ୍ୱାରା ବା ପଶୁର ବଳି ଦ୍ୱାରା ସେ କେବେ ତାର ପାପକୁ ଆଚ୍ଛାଦନ କରିନପାରେ। ପ୍ରିୟ ବନ୍ଧୁଗଣ, କିନ୍ତୁ ଏବ୍ରୀ ତାର 10 ଅଧ୍ୟାୟ 10ରୁ ଯଦି 11, 12, 13, 14 ପଢିବେ, ବାସ୍ତବରେ ଯୀଶୁ ଖ୍ରୀଷ୍ଟ ଆଉ ପରମାନେଣ୍ଟଲି मतलब ଅର୍ଥ କି ସମସ୍ତ ମାନେ ଆଉ ପରମାନେଣ୍ଟଲି ଆଉ ସେ କଣ କରନ୍ତି? ପାପକୁ ସେ ଦୂର କରିଦିଅନ୍ତି, ପୋଛି ଦିଅନ୍ତି। ତାର ଅର୍ଥ ଅବଶ୍ୟ ସେମାନେ ଏହି ମନ୍ଦିର ସମୟରେ ଦିନକୁ 2 ଥର ସେମାନେ ବଳି କରୁଥିଲେ, କିନ୍ତୁ ତାହା କଣ ଗୋଟିଏ କେବଳ ଟେମ୍ପୋରାରୀ ଥିଲା। ଏହି ଯୋଉ ମେଷ ନିଷ୍କଳଙ୍କ ମେଷ ଶାବକର ଗୋଟିଏ କଣ ଆବଶ୍ୟକ ହଉଥିଲା। ସେଇ ସମୟରେ ଯେତେ ମେଷ ମାନଙ୍କୁ ସେମାନେ ବଳି କରୁଥିଲେ, ଆଉ ସେଇ ମେଷ ମାନଙ୍କୁ ସେମାନେ ଦେଖୁଥିଲେ କି ଏହା ଗୋଟେ ନିର୍ଦାଗ, ନିର୍ଦୋଷ, ନିଷ୍କଳଙ୍କ ହେବାର ଆବଶ୍ୟକ ଥିଲା। ଆମେ ଜାଣୁ ଯୀଶୁ ଖ୍ରୀଷ୍ଟ ନିଷ୍ପାପ, ନିର୍ଦୋଷ
ଆଉ ତାଙ୍କ ଜୀବନରେ ମାନେ କୌଣସି ଭୁଲ ନଥିଲା, ତ୍ରୁଟି ନଥିଲା। ଆଉ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଳିକୁ କଣ କରେ, ସୂଚିତ କରୁଥିଲା, ସୂଚିତ କରେ। ଅବଶ୍ୟ ମନ୍ଦିରରେ ସେମାନଙ୍କ ଯୋଉ ଡିମାଣ୍ଡ ଥିଲା କି ଯେଉଁ ମନ୍ଦିରକୁ ଏହି ମେଷମାନଙ୍କୁ ସେମାନେ ବଳି କରୁଥିଲେ, ସେଇ ବଳି ପାଇଁ ସେମାନେ ଭାବୁଥିଲେ କି ସେଇ ମେଷ ନିଷ୍ପାପ, ନିର୍ଦୋଷ, ନିଦାଗ ହେବାର ଥିଲା। ଆଜି ଦେଖ କି ଯୀଶୁଙ୍କର ଜୀବନ ମଧ୍ୟ ନିଷ୍ପାପ, ନିର୍ଦୋଷ ଅଛି। ପୁଣି ଆମେ ଦେଖୁ କି ଏହି ବଳି ସେମାନେ ଯୋଉ କରୁଥିଲେ, ପାପକୁ ଆଚ୍ଛାଦନ କରିବା ପାଇଁ ସେମାନେ ବଳି କରୁଥିଲେ। ପ୍ରିୟ ବନ୍ଧୁଗଣ, ବାସ୍ତବରେ ଯୀଶୁଙ୍କର ଯୋଉ ବଳି, ଶେଷ ବଳିଦାନ, ଶ୍ରେଷ୍ଠ ଏବଂ ଚିରସ୍ଥାୟୀ ବଳି ହେଲା। ଯଦି ଆମେ ଏବ୍ରୀ ତାର 9:22 ପଢୁଛୁ, ଏବ୍ରୀ ପୁସ୍ତକ ଟିକେ ପଢିବେ କି? 9:22 ପଦ। ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ରକ୍ତପାତ ବିନା। ସେଦିନ ଇସ୍ରାଏଲ ମାନଙ୍କର ପାଇଁ ଯେଉଁ 400 ବର୍ଷ ପର୍ଯ୍ୟନ୍ତ ସେମାନେ ଦାସତ୍ୱରେ ଥିଲେ, ଯେଉଁ ଇସ୍ରାଏଲ ମାନେ ସେମାନେ ସେଠି କ୍ରନ୍ଦନରେ ଥିଲେ, ଆଉ ସେମାନଙ୍କ ଜୀବନରେ 400 ବର୍ଷ ଗୋଟେ ବିଶାଳ ଗୋଟେ ବର୍ଷ ଥିଲା। ସେମାନେ କେବେ ବି କେତେ ଚେଷ୍ଟା କଲେ ମଧ୍ୟ ଆଉ ଫାରୋଙ୍କର ହସ୍ତରୁ ସେମାନେ କେବେ ବି ଆଉ ସେମାନେ ସୁରକ୍ଷା ପାଇପାରିବେ ନାହିଁ, ବା ସେଇଠୁ ବାହାରି ପାରିବେ ନାହିଁ। ତେଣୁ ସଦାପ୍ରଭୁ ନିଜେ କଣ କଲେ କି ମେଷ ହେଲେ। ଆଉ ଲେଖା ଅଛି କି ସେ ଇସ୍ରାଏଲ ମାନଙ୍କୁ କହିଲେ କି ସେଇ ମେଷ ବଧ କର, ତାପରେ ହିଁ ଆଉ ମେଷର ରକ୍ତପାତ ହେବା ଦ୍ୱାରା ହିଁ ଆଉ ସମସ୍ତେ ସେମାନେ କଣ ହେଲେ, ଉଦ୍ଧାର ପାଇଥିଲେ। ତେଣୁ ଲେଖା ଅଛି ବିନା ରକ୍ତ ଦ୍ୱାରା ଆଉ ପାପ କ୍ଷମା ହୁଏ ନାହିଁ। ପ୍ରିୟ ବନ୍ଧୁଗଣ, ବାସ୍ତବରେ ଯୀଶୁ କେବଳ ବଳି ଦେଲେ ନୁହଁ, କିନ୍ତୁ ନିଜେ ବଳି ହେଲେ। ନିଜେ ସେ ଯଦି ଚାହିଁଥାନ୍ତେ କି ସମସ୍ତ ସଂସାର ପାଇଁ, ଯଦି ଚାହିଁଥାନ୍ତେ କି ଯୀଶୁ ଖ୍ରୀଷ୍ଟ ଗୋଟିଏ ମେଷକୁ ବଳି ଦେଲେ, କେହି ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ଅନେକ ଥାନ୍ତେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥାନ୍ତେ। କିନ୍ତୁ ସେ ବଳି ଦେଲେ ନାହିଁ, କିନ୍ତୁ ନିଜର ଜୀବନକୁ ସେ କଣ କଲେ, ବଳି ଦେଲେ। ତା ଅର୍ଥ ଖ୍ରୀଷ୍ଟ, ଯୀଶୁ ଖ୍ରୀଷ୍ଟ ସ୍ୱେଚ୍ଛାରେ ବଳି ହେଲେ, ତାହା କୌଣସି ବାଧ୍ୟତା ନଥିଲା, କୌଣସି ବାଧ୍ୟତା ନଥିଲା। ଯୀଶୁଙ୍କୁ ପରମେଶ୍ୱରଙ୍କର ମେଷଶାବକ ବୋଲି କହି ଯୋହନ ଘୋଷଣା କରନ୍ତି ଯେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କର ଶେଷ ଏବଂ ଯଥେଷ୍ଟ ବଳିଦାନ, ଯୋଗ୍ୟ ବଳିଦାନ। ସମସ୍ତ ଅସ୍ଥାୟୀ ପଶୁ ବଳିଦାନରୁ ସେ କଣ ପରିବର୍ତ୍ତନ କରନ୍ତି। ସେଇ ସମୟରେ ଯୋଉମାନେ କି ବଳିଦାନ ଦଉଥିଲେ ତାହା ଟେମ୍ପରାରୀ ଥିଲା, କିନ୍ତୁ ଯୀଶୁ ଏବେ ଶେଷ ସେ ବଳିଦାନ ହଉଛନ୍ତି। ତାଙ୍କ ପରେ ଆଉ କୌଣସି ବଳିଦାନ ଆବଶ୍ୟକ ନୁହଁ। ଏହା ହଉଛି ଯଥେଷ୍ଟ, କିନ୍ତୁ ଯୀଶୁଙ୍କର ରକ୍ତ ମନୁଷ୍ୟର ପ୍ରତ୍ୟେକ ପାପକୁ ମାର୍ଜନା କରିବା ପାଇଁ ପର୍ଯ୍ୟାପ୍ତ। ମୁଁ କହୁଥିଲି ଥରେ କି his name is enough to heal any diseases। ତାଙ୍କର ନାମ ହିଁ ଯଥେଷ୍ଟ ମନୁଷ୍ୟର ପ୍ରତ୍ୟେକ ପାପକୁ ମାର୍ଜନା କରିବା ପାଇଁ। ତାଙ୍କ ନାମ ହିଁ ଯଥେଷ୍ଟ ମନୁଷ୍ୟର ପ୍ରତ୍ୟେକ ଆବଶ୍ୟକକୁ ଦେବା ପାଇଁ। ତାଙ୍କର ନାମ ହିଁ ଯଥେଷ୍ଟ ପ୍ରତ୍ୟେକ ପାପକୁ ମୋଚନ କରିବା ପାଇଁ। ହାଲେଲୁୟା। His name is enough। କେତେ ସୁନ୍ଦର ବିଷୟ। ସ୍ୱର୍ଗରେ ପୁଣି ପୃଥିବୀରେ ଆଉ କୌଣସି ନାମ ନାହିଁ। ସେ ନାମ, ତାଙ୍କ ନାମ ହିଁ ଇନାଫ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ଯେତେବେଳେ ସେମାନେ ଜାଣନ୍ତି ପ୍ରଭୁଙ୍କର ପ୍ରେମକୁ, କି ତାଙ୍କ ନାମ କେତେ ମିଠା ନାମ। ସେହି ନାମରେ ଅନ୍ଧ ଚାଲେ, ସେହି ନାମରେ ମୃତ ବ୍ୟକ୍ତି ଜୀବନ ପାଏ, ସେହି ନାମରେ ଲେଖା ଅଛି କି ସବୁକିଛି ପ୍ରଭୁ ସବୁକିଛି କଣ କରନ୍ତି, ପରିବର୍ତ୍ତନ କରନ୍ତି। His name is enough। ତାଙ୍କ ନାମ ହିଁ
हिंदी में कहती उसका नाम ही काफी है कि हमारे सारे परिस्थिति को बदलने के लिए। तांको नाम ही लिखा अछि ही चेंज द सीजन, ही चेंज द और टाइम्स। से नाम ही परिस्थिति को से बदले दियंती। तांको नाम कि ऋतु को कौन से परिवर्तन करती। से ही नाम ही राजा को अस्त भी कराती। से ही नाम ही राजा को कौन करती, उदय भी करती। यीशुଙ୍କ नाम ही यथेष्ट आ तांको परे कौनसी बलिदान नहीं। तांको नाम ही यथेष्ट। मनुष्य तांको नाम द्वारा परित्राण पुणी उद्धार पाई पारिबो। हालेलुया। प्रिय बंधुगण, यही मेष शावक मनुष्य द्वारा परमेश्वर को नुहे। ध्यान शुणु ये पॉइंटा। यही मेष शावक मनुष्य द्वारा परमेश्वर को नुहे बरं परमेश्वर द्वारा मनुष्य पाई दिया है। से समय लोक माने परमेश्वर को मेष दौले, बलि करुले, किंतु यह होची परमेश्वर द्वारा मनुष्य पाई, पापी मान यही बलि दियाला। जिसाय तार 53 से कहते यीशु कृष्ण को गोटे दुख भोगी सेवक हिसाब से जिसाय तुलना करती। तेणु जहन कहते कि आम देखलु तही आर दिन यीशु कृष्ण को से यीशु को निज पाखक आसवा देखी कहले यही देख ईश्वर शावक जिस जगतर पाप नहीं बही नहीं जानती। जहन कहती नहीं कि देखो से इस्राएल रो पाप को से नहीं जानती। जहन से एभली कहती नहीं। प्रिय बंधुगण, ये जहन पुस्तक रे आपण देखिबे जहन प्रथम यीशु कृष्ण को राबाई कहते, राबाई तापर कहते कि मसीह, तापर कहते कि सन ऑफ गॉड, ईश्वर पुत्र, तापर कहते कि सन ऑफ मैन, मनुष्य पुत्र, तापर कहते कि ईश्वर मेष शावक लैम्ब ऑफ गॉड। तापर आपण पढ़िबे 1:49 रे नाथानएल कहते कि ही इज द किंग ऑफ इस्राएल, किंग ऑफ इस्राएल। यही मेष नीरव भाव दुख सहे तांकर जंत्रणा द्वारा मुक्ति आनी थाए। यही मेष नीरव भाव जे संसार पाप को दूर करे, पुणी प्रत्येक पाप को से कौन करे, आच्छादन करे। केवल से ही यही मेष अर्थात मनुष्यर पाप केवल आच्छादन करे है ताहा नुह, किंतु संपूर्ण भाव मनुष्यर पाप को, पूरा जगतर पाप को आमेन। संपूर्ण भाव हटाई भी दे था, पोछी भी दे था। आमे देखलु कि प्रथमे से माने जो बलि करुथिले आउ से बलि आउ टेम्पोरारी थिला, अल्प समय पाई थिला। कि यीशु केवल केवल से मनुष्यर पाप केवल आच्छादन ही करती नहीं, किंतु से कौन करती पूरा संपूर्ण भाव पोछी दियंती, हटेई हालेलुया। दियंती। वास्तव में मुझे दिन आपन को जो कहूली जितेबाला अपवय पुत्र जितेबाला से फेरुची, से निजर जीवन को देखुची कि मु पितांकर विरुद्ध रे पुणी परमेश्वर के विरुद्ध पाप करुछि बा करिछि। से कहउछन्ति कि मु पितांक पाखु फेरी जीवी, मु कहिबी कि मु तुम विरुद्ध रे पाप करिछि, मते गोटे मूल्या परि रख। अवश्य से पितांकर विरुद्ध रे यथेष्ट परिमाण रे पाप करिछि। तार गोटे गोटे पाप हिसाब रे आउ जो आप यात्रा पुस्तक 23:7 पढ़िबे लेखा अछि दुष्ट अवश्य मरिब ही मरिब, दुष्टर आ कौन सी उपाय नहीं, दुष्टर व्यक्ति पाई आउ कौन सी उपाय नहीं। पुणी आप पढ़िबे नाहुम, नाहुम तार 1:3 पढ़िबे कि नाहुम, नाहुम तार 1:3 सदाप्रभु क्रोधरे धीर व पराक्रमरे महान, ओ कौनसी प्रकारे दोषी को निर्दोष करिवे नहीं।
ଘୂର୍ଣ୍ଣିବାୟୁ ଲେଖା ଓ ଅଛି ତୋଫାନ ହଁ ମଧ୍ୟରେ ହୁଁ। ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳା ତାହାଙ୍କର ପାଦ ଧୂଳି। ସେ ଲେଖା ଅଛି ସେ କୌଣସି ପ୍ରକାରେ ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ। ଯେତେବେଳେ ଆପଣ ଗୋଟେ ଭଲ ଭାବରେ ପଢିବେ ଯେଉଁ ବ୍ୟକ୍ତି ଲେଖା ଯିଏ ପାପ କରେ ସେ ନିଶ୍ଚୟ ସେ ମରିବ। ଦୁଷ୍ଟ ବ୍ୟକ୍ତି ଯେଉଁ ସେ ପାପ ଯୋଉ ସେ କରିଛି ସେଥିପାଇଁ ସେ ନିଜେ ହିଁ ଦାୟୀ। ଆଜି ଆମେ ଦେଖୁଛୁ କି ଆଦମଙ୍କ ପରେ ଏ ଜଗତ ଯେତେ ଆମେ ଜନ୍ମୁଛୁ ଆମମାନଙ୍କର ଜୀବନରେ ଆମେ କେତେ ପ୍ରକାର ପାପ ଆମେ କରୁଛୁ ଜାଣ ବା ଅଜାଣତରେ ଅନେକ ପାପ ଆମେ କରୁଛୁ। କିନ୍ତୁ ପରମେଶ୍ୱର ଗୋଟେ ନିୟମ ଅଛି ସେ ଦୁଷ୍ଟ କେବେ ବି ସେ ନିର୍ଦ୍ଦୋଷ କରିବେ ନାହିଁ। ଯଦି ସେ କରିବେ ସେ ତାଙ୍କର ବାକ୍ୟର ସେ ଖିଲାପରେ ଯିବେ। ପ୍ରିୟ ବନ୍ଧୁଗଣ, କିନ୍ତୁ ବାସ୍ତବରେ ସେ ଦୁଷ୍ଟ ବ୍ୟକ୍ତିକୁ ତାର ପ୍ରାଣକୁ ବଞ୍ଚାଇବା ପାଇଁ ତାକୁ ପରିତ୍ରାଣ ଦେବା ପାଇଁ ଆଉ ପରମେଶ୍ୱରଙ୍କର ଦ୍ୱାରା ସେ ଗୋଟେ ନିଜେ ମେଷ ହେଲେ। ଆଉ ସେ ନିଜେ ହିଁ କଣ କଲେ ନିଜର ଜୀବନ ସେ କଣ କଲେ କି ଉତ୍ସର୍ଗ କଲେ। ଆଉ ତାହାଙ୍କର ଧାର୍ମିକତା ଦ୍ୱାରା ହିଁ ଆଉ ଦୁଷ୍ଟ ବ୍ୟକ୍ତି ପରିତ୍ରାଣ ପାଇପାରିବ। ଦୁଷ୍ଟ ବ୍ୟକ୍ତି ଯେତେବେଳେ ଚେଷ୍ଟା କଲେ ମଧ୍ୟ ସେ ଦୋହଲା କାଦୁଅରେ ହିଁ ପଡିବ। ଦୋହଲା କାଦୁଅରେ ଆପଣ ଜାଣନ୍ତି ଥରେ ଯେତେ ଗୋଟେ ମଣିଷ ଖସିଗଲା ପରେ ସେ ନିଜ ବଳ ଶକ୍ତିରେ ସେ କେବେ ବାହାରକୁ ଆସି ନପାରେ ଯେଉଁ ପର୍ଯ୍ୟନ୍ତ କି ଜଣେ ତାକୁ ସାହାଯ୍ୟ ନ କରନ୍ତି। କିନ୍ତୁ ପ୍ରଭୁ ଦେଖନ୍ତି ମନୁଷ୍ୟର ହୃଦୟକୁ ନିରୀକ୍ଷଣ କରନ୍ତି ଆଉ ମନୁଷ୍ୟର ପ୍ରତ୍ୟେକ ଦିନ ପ୍ରତ୍ୟେକ ରାତ୍ରି ପ୍ରତ୍ୟେକ ସମୟରେ ସେ ମନ୍ଦ ହିଁ କରେ। ତେଣୁ ପ୍ରଭୁ ସେଇ ବ୍ୟକ୍ତିକୁ ଅର୍ଥାତ he dies for the villain, he dies for the wicked people. ପ୍ରଭୁ ଦୁଷ୍ଟ ବ୍ୟକ୍ତିକୁ ନଷ୍ଟ ନ କରିକି ନିଜର ଜୀବନକୁ ବଳି କରିକି ସେ ଦୁଷ୍ଟ ବ୍ୟକ୍ତିକୁ ସେ କଣ କରନ୍ତି ଉଦ୍ଧାର କରନ୍ତି। ରୋମିଓ ତାର 12:1 ଲେଖା ଅଛି, ଅତଏବ ହେ ଭାଇମାନେ ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି ତୁମ୍ଭେମାନେ ଆପଣା ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ସାଧୁ ପାଉଲ ଆଉ ଗୋଟେ ସୁନ୍ଦର କଥା କହନ୍ତି, ସେ କହନ୍ତି ଖ୍ରୀଷ୍ଟରେ ବିଶ୍ୱାସୀ ମାନେ ଆଉ ବାସ୍ତବରେ ପରମେଶ୍ୱରଙ୍କ ନିମନ୍ତେ ଆପଣା ଶରୀରକୁ ସଜୀବ ପବିତ୍ର ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ମନୁଷ୍ୟ କେଉଁ ବଳି ଦେଇପାରିବ? ଅଲରେଡି ପ୍ରଭୁ ଶେଷ ବଳି ଦେଲେ। ଆଉ ପ୍ରଭୁ ଆମ ଠାରୁ ଅପେକ୍ଷା କରନ୍ତି ଯେତେବେଳେ ତାଙ୍କର ଆଜ୍ଞାକୁ ପାଳନ କରୁ, ଯେତେବେଳେ ତାଙ୍କୁ ଅଧିକରୁ ପ୍ରେମ କରୁ, ଆମେ ଯେତେବେଳେ ତାଙ୍କୁ ସେବା କରୁ, ଆଉ ଏହା ହଉଛି ବାସ୍ତବରେ ଗୋଟେ ସଜୀବ ପବିତ୍ର ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି। ଏ ଯୋଉ ହୃଦୟ ଏ ଯୋଉ ମନ ଯେଉଁ ସମୟରେ କି ସେ ଜେରୁସାଲେମ ମନ୍ଦିରରେ ସକାଳ ପୁଣି ସନ୍ଧ୍ୟା ସମୟରେ ସେମାନେ ମେଷକୁ ନେଇକି ବଳି କରୁଥିଲେ, ଏହି ଜୀବନ ମଧ୍ୟରେ ସନ୍ଧ୍ୟା ପୁଣି ସକାଳ ସମୟରେ ପ୍ରଭୁଙ୍କର ଆରାଧନା ଦ୍ୱାରା ପ୍ରଭୁଙ୍କର ମହିମା କରିବା ଦ୍ୱାରା ତାଙ୍କର ସେବା କରିବା ଦ୍ୱାରା ତାଙ୍କର ଆଜ୍ଞା ପାଳନ କରିବା ଦ୍ୱାରା ଆମେ ବଳି ଉତ୍ସର୍ଗ କରୁଛୁ। ଆପଣ ବାସ୍ତବରେ ଜାଣନ୍ତୁ Jesus is more than Jerusalem, Jesus is more holy than Jerusalem, greater than Abraham and greater than Moses. He is the Lamb of God. ଜେରୁସାଲେମ ଠାରୁ ମଧ୍ୟ ଯୀଶୁ ଖ୍ରୀଷ୍ଟ ଅତି ପବିତ୍ର, ପୁଣି ଅବ୍ରାହମଙ୍କ ଠାରୁ ସେ ବଡ଼, ମୋଶାଙ୍କ ଠାରୁ ସେ ବଡ଼, ଆଉ ସେ ଅଛନ୍ତି ପରମେଶ୍ୱରଙ୍କର ମେଷ ଶାବକ। କେତେ ସୁନ୍ଦର ବିଷୟ। ତାଙ୍କ ପରେ କୌଣସି ନାମ ନାହିଁ, ତାଙ୍କ ପରେ ଆଉ କୌଣସି ପବିତ୍ରତା ନାହିଁ।
ଟିକେ ପଢିବେ କି ପ୍ରକାଶିତ ବାକ୍ୟ ତାର 5:12। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି। ପ୍ରିୟ ବନ୍ଧୁଗଣ, ଏଇ ଯୋଉ ମେଷ, ମୁଁ ଥରେ କହୁଥିଲି, ପ୍ରଥମେ କହିଲି କି ଜଗତର ପତନାବଧି ପୂର୍ବରୁ ଏହି ମେଷକୁ କଣ ବଧ କରାଯାଇଛି। ଆଜି ସେହି ମେଷ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଧର୍ମ ଲୋକେ ସେହି ମେଷ ପାଖକୁ ଆସିବେ ଆଉ ତାଙ୍କ ନାମରେ ହିଁ ଉଦ୍ଧାର ପାଇବେ। ସମୟ ହେଲାଣି, ସେଥିପାଇଁ ମୁଁ ସର୍ଟକଟ୍ ଚାହୁଁଛି। ଶିକ୍ଷା କଣ? ଶିକ୍ଷା ଆଜି ବାସ୍ତବରେ ଜହନ ଜାଣନ୍ତି କି ଏଇ ଯୋଉ ମେଷ, ଆଉ ସେ ଏଥିପାଇଁ ସେ ଆସିଲେ, ସେ କେବଳ ଇସ୍ରାଏଲ ମାନଙ୍କ ପାଇଁ ନୁହେଁ, ସମଗ୍ର ପୃଥିବୀର ଯେତେ ଜାତି, ଯେତେ ଗଳି କନ୍ଦି ଅଛନ୍ତି, ଯେତେ ମନୁଷ୍ୟ ସମାଜ ଅଛନ୍ତି, ସମସ୍ତଙ୍କର ଉଦ୍ଧାର ପାଇଁ, ସମସ୍ତଙ୍କର ପରିତ୍ରାଣ ପାଇଁ ଏହି ମେଷକୁ ବଧ କରାହେବ। ଖ୍ରୀଷ୍ଟଙ୍କର ବଳିଦାନ ସମସ୍ତଙ୍କ ପାଇଁ ଯଥେଷ୍ଟ ଥିଲା, ପୁଣି ପ୍ରତ୍ୟେକ ସମଗ୍ର ପୃଥିବୀର ଲୋକମାନଙ୍କ ପାଇଁ ଏହି ମେଷ ହଉଛନ୍ତି ପରିତ୍ରାଣ ପାଇଁ। There is no remaining condemnation for the those in Christ. ଦ୍ୱିତୀୟରେ ଯେତେ ଆପଣ ରୋମିଓ ପୁସ୍ତକ ତାର 8:1 ପଢିବେ, ଯେଉଁମାନେ ପଢିବେ କି ରୋମିଓ ପୁସ୍ତକ ତାର 8:1। ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ହାଲେଲୁୟା। ଯେଉଁମାନେ ପ୍ରଭୁଙ୍କ ଠାରେ ଅଛନ୍ତି, ଯୀଶୁଙ୍କ ଠାରେ ଅଛନ୍ତି, ତାଙ୍କ ନିମନ୍ତେ କୌଣସି ଦଣ୍ଡ ନାହିଁ। ଆମେ ଜାଣୁ କି କେତେ ସୁନ୍ଦର ବିଷୟ, ଏହି ଯୀଶୁଙ୍କ ନାମରେ ଯେଉଁମାନେ ବିଶ୍ୱାସ କରନ୍ତି, ଅବଶ୍ୟ ଆମେ ଯେତେବେଳେ ଦେଖୁ, ଯେତେ ବି ପାପ କଲେ ମଧ୍ୟ ଯଦି ପ୍ରଭୁଙ୍କ ପାଖକୁ ଆସି ମନ ଫେରଣ କରୁ, କହୁ ପ୍ରଭୁ ମୋର ସମସ୍ତ ଅପରାଧ ପ୍ରଭୁ ତୁମେ କ୍ଷମା କର, ଆଉ ସେ ଆମର ଅଧର୍ମକୁ ସେ ଧରନ୍ତି ନାହିଁ। ସେଦିନ ଚୋର, ଆଉ ସେ କହନ୍ତି, ପ୍ରଥମ ଚୋର କହିଲେ କି ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର ନିଜେ ଓହ୍ଲେଇ ଆସ, ନିଜକୁ ରକ୍ଷା କର, ପୁଣି ଆମ୍ଭକୁ ବି ରକ୍ଷା କର, ତେବେ ଆମେ ଦେଖିବା। କିନ୍ତୁ ଦ୍ୱିତୀୟ ଚୋର କହିଲେ, ଆମ୍ଭେ ଯେଉଁ ଶାସ୍ତି ପାଉଛୁ, ଦଣ୍ଡ ପାଉଛୁ, ଏହା ହଉଛି ଆମର ପ୍ରତ୍ୟେକ ବ୍ୟକ୍ତିଗତ ଜୀବନର ଭୁଲ ଯୋଗୁଁ ଆମେ ତାହା ପାଉଛୁ, କିନ୍ତୁ ମୁଁ ଜାଣେ ଏ ସେହି ନୁହଁ। ସେ କହିଲେ, ପ୍ରଭୁ ଯେବେ ତୁମେ ପାରଦେଶରେ ପହଞ୍ଚିବ ତ ମତେ ସ୍ମରଣ କର। ପ୍ରଭୁ ଅବଶ୍ୟ ସେ ବ୍ୟକ୍ତିଙ୍କର ବାପ୍ତିସ୍ମ ହେଇନାହିଁ, ସେ ବ୍ୟକ୍ତି କେବେ ବାଇବେଲ ପଢି ନାହାନ୍ତି, ସେ ବ୍ୟକ୍ତି କେବେ ଯୀଶୁଙ୍କ ସହିତ କୌଣସି ବାର୍ତ୍ତାଳାପ କରିନାହାନ୍ତି, କିନ୍ତୁ ସେଇ କ୍ରୁଶରେ ସେ ତାର ଜୀବନ ମଧ୍ୟରେ ଅନେକ ଲୋକଙ୍କୁ ସେ କଣ କରିଥିବ, ବୋଧେ ହେଇଥାଏ ବଧ କରିଥାଇ ପାରେ, ତାର ଜୀବନ ମଧ୍ୟରେ ଅନେକ ସେ ପାପ ବି କରିଥାଇପାରେ, କିନ୍ତୁ ସେହି ସମୟରେ ସେ କହନ୍ତି, ସେ ନିଜର ପାପକୁ ସ୍ୱୀକାର କରନ୍ତି ତାଙ୍କ ଆଗରେ, ଯୀଶୁଙ୍କ ଆଗରେ। ତେଣୁ ପ୍ରଭୁ କହିଲେ, ଆଜି ହିଁ ଆମ୍ଭ ସହିତ ପାରଦେଶ ଯିବ। ସାଙ୍ଗେ ସାଙ୍ଗେ ପ୍ରଭୁ ତାଙ୍କର ପାପକୁ ସେ କଣ କରନ୍ତି, ସେ କ୍ଷମା କରନ୍ତି। କ୍ଷମା ପରମେଶ୍ୱରଙ୍କ ପ୍ରତିଶ୍ରୁତି ଦ୍ୱାରା ସୁରକ୍ଷିତ, ମଣିଷର କାର୍ଯ୍ୟଦକ୍ଷତା ଦ୍ୱାରା ନୁହେଁ। କ୍ଷମା ଆମେ ଯେତେବେଳେ ପଢୁଛୁ ଗୀତ ସଂହିତା ତାର 32 ଅଧ୍ୟାୟରେ, ଧନ୍ୟ ସେମାନଙ୍କର ଯାହାର ପାପକୁ ପ୍ରଭୁ ଆଚ୍ଛାଦନ କରନ୍ତି। ଏ ଯୋଉ କ୍ଷମା ଆକ୍ଚୁଆଲି ବାସ୍ତବରେ ପରମେଶ୍ୱର ଗୋଟେ ବାଦା, ଗୋଟେ କସମ, ଗୋଟେ ପ୍ରତିଶ୍ରୁତି ବା ପ୍ରତିଜ୍ଞା। ଏହା ମଣିଷର କାର୍ଯ୍ୟ ଦ୍ୱାରା ନୁହଁ। ଯେତେ ବି ସେ ମଣିଷ ଯେତେ ବି ଚେଷ୍ଟା କରୁ, ସେ ଉପବାସ କରୁ, ଧର୍ମ କାର୍ଯ୍ୟ କରୁ, ତଥାପି ସେ କେବେ ହେଲେ ପରିତ୍ରାଣ ପାଇନପାରେ, ଉଦ୍ଧାର ପାଇନପାରେ। ବେଶ ସେ ଜଳରେ ବି ସେ କଣ ସ୍ନାନ କରୁ ବା କେତେ ବି ସେ କାର୍ଯ୍ୟ କରୁ, ଯେଉଁ ପର୍ଯ୍ୟନ୍ତ
ସେ ମେଷ ଉପରେ ଯୀଶୁଙ୍କ ଉପରେ ବିଶ୍ୱାସ ଭରସା କରେ ନାହିଁ ସେହି ପର୍ଯ୍ୟନ୍ତ ତା ଜୀବନରେ କ୍ଷମା ଆସିନାହିଁ। ଆଜି ବାସ୍ତବରେ ଯୀଶୁଙ୍କର ରକ୍ତ ଆମର କେବଳ ବାହାର ଜୀବନରେ ନୁହଁ, କିନ୍ତୁ ଆମର ଇଭେନ ଇନର ଲାଇଫକୁ ମଧ୍ୟ ସେ କଣ କରେ, କ୍ଷମା କରନ୍ତି। ଶେଷରେ ପଢିକି ଆମେ ସମାପ୍ତ କରିବା। ଇବ୍ରାନୀ ତାର 9:14 ଟିକେ ପଢିଦେବେ କି ଲାଷ୍ଟରେ? ଏବ୍ରି ତାର 9:14। ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କର ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କର ସେବା କରିବା ନିମନ୍ତେ ମୃତ୍ୟୁ କର୍ମରୁ ଆମମାନଙ୍କର ବିବେକକୁ ଶୁଦ୍ଧ ନ କରିବ। ପ୍ରିୟ ବନ୍ଧୁଗଣ, ଆମମାନଙ୍କର କେବଳ ବାହ୍ୟ କର୍ମରେ ନୁହଁ, କେବଳ କି ବାହାର ଶରୀରକୁ ନୁହଁ, ଆମମାନଙ୍କ ପ୍ରତ୍ୟେକ ଆଚରଣ ଉଚ୍ଚାରଣ, ଆମମାନଙ୍କର ସ୍ୱଭାବକୁ, ଆମମାନଙ୍କର ଜୀବନକୁ, ଆମମାନଙ୍କର ଗଳି ସାହି ଗୃହକୁ ତାଙ୍କ ରକ୍ତ କଣ କରେ, ପରିଷ୍କାର કરે, ଧୌତ କରିଦିଏ। ବାସ୍ତବରେ ସେ ରକ୍ତରେ କେତେ ସାମର୍ଥ୍ୟ ଶକ୍ତି ଅଛି। ଯୀଶୁଙ୍କର ରକ୍ତରେ ଲହୁରେ ଆଉ ପ୍ରତ୍ୟେକ ବିବେକ କଣ କରିଦିଏ, ସେ କଣ ମାର୍ଜିତ କରେ, ଶୁଦ୍ଧତା କରିଦିଏ। ସେ ରକ୍ତ କେତେ ପବିତ୍ର, ଆଉ ସେ ରକ୍ତ ହଉଛି ଈଶ୍ୱରଙ୍କର ରକ୍ତ। ଆଜି ଆମେ ଆସୁ ବାସ୍ତବରେ ନିଜକୁ ନିଜ ସମୀକ୍ଷା କରୁ। ପ୍ରଭୁ, ଆଜି ଯାଏ ପ୍ରଭୁ ମୁଁ ତୁମ ଠାରେ ଭରସା କରୁଛି ପ୍ରଭୁ, କିନ୍ତୁ ତୁମର ରକ୍ତ ଦ୍ୱାରା ପ୍ରଭୁ ମତେ ପରିଷ୍କାର କର। ଗୀତ ସଂହିତା ତାର 51ରେ ଯେତେବେଳେ ଆମେ ଦେଖୁଛୁ, ଟିକେ ପଢିବେ କି 5 ଅଧ୍ୟାୟ ଗୀତ ସଂହିତା 51। 5 ତୁମ୍ଭେ ରାତ୍ରିର ତ୍ରାସ କିମ୍ବା ଦିବସର ଉଡ଼ନ୍ତା ତୀର। 51 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ ମାତା ମତେ ଗର୍ଭରେ ଧାରଣ କଲା। ପୁଣି ଆଗକୁ ପଢିଦେ। ପୁଣି ଆପଣ ଏମିତି କରନ୍ତୁ କି 3, 4, 5 ପଢନ୍ତୁ। ହଁ, କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ମୁଁ ତୁମ ବିରୁଦ୍ଧରେ କେବଳ ତୁମ ବିରୁଦ୍ଧରେ ପାପ କରିଅଛି, ଆଉ ତୁମ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ତେଣୁ ତୁମେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ। ଦେଖ, ମୁଁ ଅପରାଧରେ ନିର୍ମିତ ହେଲି ଓ ପାପରେ ମୋ ମାତା ମତେ ଗର୍ଭରେ ଧାରଣ କଲା। 7 ପଢନ୍ତୁ। ଏସବୁ ଦେଇ ମତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି। ମତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି। ପ୍ରିୟ ବନ୍ଧୁଗଣ, ବାସ୍ତବରେ ଆଉ ଦାଉଦ ଜାଣନ୍ତି ଏ ଦାଉଦଙ୍କର ପାପ ଅଧିକ ଅଛି। ତେଣୁ ଦାଉଦ କୁହନ୍ତି କି ମୋର ଅଧର୍ମ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ମୋର ଅଧର୍ମ ମୋ ସମ୍ମୁଖରେ ଆଉ ଦେଖାଯାଏ। ଦାଉଦ ତାହା ସେ ଜାଣନ୍ତି, ତାଙ୍କର ଅଧର୍ମ, ଏ ଯୋଉ ଭୁଲ କରିଛନ୍ତି, ପାପ କରିଛନ୍ତି। ସେଥିପାଇଁ ସେ କହନ୍ତି କି ମୋର ଅପରାଧକୁ ମୁଁ ଜାଣେ, ତେଣୁ ସେ କହନ୍ତି ହେ ପ୍ରଭୁ ମତେ ପ୍ରକ୍ଷାଳନ କର, ପୁଣି ମୋର ପାପକୁ ତୁମେ ସୂଚୀ କର। ଯାହା ଅବଶ୍ୟ ମୁଁ ମେଷ ତମକୁ ଦେଲେ ମଧ୍ୟ ପ୍ରଭୁ ମୁଁ କେବେ ସୂଚୀ ହେଇନପାରେ, ତୁମେ ହିଁ ପ୍ରଭୁ ମତେ ସୂଚୀ କର। ଆମେ ଯୋଉ ପଢିଲୁ 7ରେ, ଏସବୁ ଦେଇ ମତେ ନିର୍ମଳ କର, ତହିଁରେ ମୁଁ ସୂଚୀ ହେବି। ମତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଆଉ ଶୁକ୍ଳ ହେବି। ସେ ସମୟରେ ଏସବୁକୁ ସେମାନେ ଆଉ ଯେତେ ଯାଜକମାନେ ବ୍ୟବହାର କରୁଥିଲେ ମନୁଷ୍ୟକୁ ନିର୍ମଳ କରିବା ପାଇଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଏସବୁ ଠାରୁ ମଧ୍ୟ ପବିତ୍ର। ଆଜି ବାସ୍ତବରେ ଗୋଟେ ବିଶ୍ୱାସୀକୁ ନିତାନ୍ତ କହିବାର ଆବଶ୍ୟକ, ପ୍ରଭୁ ମୁଁ ତୁମ ନିକଟରେ ପ୍ରଭୁ ଏତେ ଅପରାଧ କରିଛି, ଜନ୍ମରୁ ଆଜି ଯାଏ ପ୍ରଭୁ ମୁଁ ତୁମ ବିରୁଦ୍ଧରେ ଅନେକ ପ୍ରଭୁ ଅପରାଧ କରିଛି, ତେଣୁ ମତେ ପ୍ରକ୍ଷାଳନ କର। ପୁଣି ପ୍ରଭୁ ତେବେ ମୁଁ ତହିଁରେ
ହିମ ଠାରୁ ମଧ୍ୟ ପ୍ରଭୁ ଶୁକ୍ଳ ହେବି। ପ୍ରିୟ ବନ୍ଧୁଗଣ, ଆଜି ଆସୁ ବାସ୍ତବରେ ଆମେ ନିଜ ନିଜକୁ ଦେଖୁ, ସମୀକ୍ଷା କରୁ। ପ୍ରଭୁ, ତୁମେ ହିଁ ସେ ମିଶ ଯେଉଁ ପତନାବଧିର ଆଉ ସଂସାର ପତନାବଧିରେ ତୁମେ ଅଛ, ପୁଣି ବଧ ହେଲ, ପୁଣି ଅନେକ ସେହି ସମୟରେ ଅନେକ ଲୋକମାନେ ଅବଶ୍ୟ ମେଷ ଦ୍ୱାରା ସେମାନେ ଆଉ ସେଇ ମନ୍ଦିରରେ ବଳି କରୁଥିଲେ, କିନ୍ତୁ ତୁମେ ହେଲ ଶେଷ ବଳି। ତାପରେ ଆଉ କୌଣସି ବଳି ନାହିଁ। ତୁମ ନାମ ହିଁ ଯଥେଷ୍ଟ। Your name is enough to heal, to cleanse other sins. ତୁମ ନାମ ହିଁ ଯଥେଷ୍ଟ ପ୍ରଭୁ, ମନୁଷ୍ୟର ପ୍ରତ୍ୟେକ ପାପକୁ କ୍ଷମା କରିବା ପାଇଁ, ମନୁଷ୍ୟର ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ। ଚାहे ଆମମାନଙ୍କର ଜୀବନରେ ଅନେକ ପ୍ରକାର ସମସ୍ୟା ଥାଉ, ଚାहे ଆମେ କେତେ ପାପ ବି କରିଥାଉ, ଯେବେ ତାଙ୍କ ନିକଟରେ ଆମେ ଆଶ୍ରିତ ହଉ, ପୁଣି ତାଙ୍କ ଉପରେ ଭରସା କରୁ, ଫେରି ଆସୁ, ते प्रभु आमनकर समस्त पाप अपराध से कौन करती, क्षमा करती। प्रभु ये वाक्य द्वारा आम समस्त को से आशीर्वाद करंतु। बहुत बहुत